ଇଏ ଦେଶ ଯେତେବେଳେ ସବୁ ଯାକ ଯୁଦ୍ଧ କରି 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 ମରିବେ। ଇଏ ଦେଶ ଯେତେ ରହିଲା ପୃଥିବୀର କଥା ଉପରେ ଇଏ ଲଢ଼େଇ ହେଇ 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 ଭାରତକୁ ଆସିବେ। ଲଢ଼େଇ ହେଇକି ଭାରତ ସହିତ ବି ଲାଗିବ। ଆସିବେ ଶେଷ ସମୟରେ। ଏ 29 ଭିତରେ ନା ନାଇଁ ତା 29 ଭିତରେ। 29 ଭିତରେ। ହଁ, ତେଣୁ ଭାରତରେ ମଧ୍ୟ ନିଶ୍ଚିନ୍ତ ଖିନିବିନି ହେବେ, ରକ୍ତ ନଦୀ ବହିଯିବ ଭାରତ ଭିତରେ। ଏଇ 29 ମସିହା ଭିତରେ ସତ୍ୟ ପ୍ରକଟ ହବ। ତେଣୁ ଅପେକ୍ଷା କରି ଦେଖିବ। ସମସ୍ତେ ସେଇ ପବନକୁ ନେଇ ବଞ୍ଚୁଛନ୍ତି। ପବନକୁ ନେଇ ବଞ୍ଚୁଛନ୍ତି, ନଉଛନ୍ତି ଛାଡୁଛନ୍ତି। ସେଇ ପବନ ତ ସମସ୍ତଙ୍କ ପାଇଁ ବିଷାକ୍ତ ହେଇଯିବ। ବିଷାକ୍ତ ହେଇଗଲା। ବିଷକୁ ପୁଣି ହଜମ କିଏ କରିବ? ବଞ୍ଚେଇବ କିଏ ତାକୁ? ନାରେ ସେତେବେଳେ ଯିଏ ମୋତେ ସ୍ମରଣ କରୁଥିବ ମୁଁ ହଉଛି ଯନ୍ତ୍ରୀ, ଯାହା ପାଇଁ ଯୁଦ୍ଧ କରୁଛ ସିଏ ମଧ୍ୟ ମରିବ। ବାୟୁମଣ୍ଡଳ ଦୂଷିତ ହେଇଯିବ, ସେ କଣ କରିବ? ସମସ୍ତେ ମରିବେ। ତେଣୁ ଆମେ ଖାଲି ଯେ ଜଣକୁ ମାରି ଦଉଛେ ସିଏ ମରିଯିବ, ଆମେ ମରିବାର ନା କି? ବାୟୁମଣ୍ଡଳ ଦୂଷିତ ଆରେ ସେ ବା ତାପରକୁ ତାପରେ ଠିଆ ହେଇଛି। ତୁ ଯଦି ମତେ ମାରିଲୁ, ମୁଁ ପୁଣି ତୋଠୁ ବଡ ଅଛି। ତୁ ବେଙ୍ଗଟା, ମୁଁ ସାପ ଖାଇଲି। ଆରେ ସାପ ପରା ଗଉଡ ଠିଆ ହେଇଛି, ପୁଣି ତାକୁ ଖାଇବନି? ଏବେ ପାହାଚ ହେଇଛି, 22 ପାହାଚ ହେଇଛି, ଗୋଟା ଗୋଟା ପାହାଚ। ବାପା କେହି କିଛି ନେଇକି ଜଣେ ଛୁଞ୍ଚିଟା ବି ମୁଁ ଏଇକିରି ଯାଇପାରିବି। ଧର୍ମ ଏକା ସୁନା ମହତ ପଣିଆ, ଆଉ ସବୁରା ଓଢେଇକି ନବୁ କଣ ନା କଳଙ୍କ ପସରା। କିନ୍ତୁ ତୁ ଯଦି ଧର୍ମ ଏକା ସୁନା ମହତ ପଣିଆ ନୀତିତେ ଲାଗିଛି ସାନ ବଡ, ତୁ କେତେ ଧର୍ମରେ ଅଛୁ, ନ୍ୟାୟରେ ଅଛୁ, କେତେ ଅନ୍ୟାୟରେ ଅଛୁ, କେତେ ପାପ। ତେଣୁ କଳିର ଶେଷ ସମୟ ଯେ ଏବେ ହଉଛି ଏକଥା ନୁହେଁ, ଯୁଗର ଶେଷ ସମୟ ହୁଏ। ପରିବର୍ତ୍ତନ ନିଶ୍ଚିନ୍ତ ଅଛି। ଯୁଗର ଶେଷ ସମୟରେ ପରିବର୍ତ୍ତନ ଆସେ। ପରିବର୍ତ୍ତନ ବିଣ୍ଡ କୋଉଠି ବୁଡିବନି, ମଞ୍ଜି ସମ୍ପୂର୍ଣ୍ଣ ବୁଡିବ ନାହିଁ, ରହିବ। ଯାହା ଯିଏ ଧର୍ମରେ ଥିବେ ସେଇମାନେ ରହିବେ। ଇଏ ଯେ ଯବନ ମାନେ ଆଧିରେ ବହୁତ ମାତ୍ରାରେ ନଷ୍ଟ ହେଇଯିବେ, ଇଏ ମଧ୍ୟ ମାଳିକା ଲେଖା ହେଇଛି। ଆଉ ସିଏ ମଧ୍ୟ ସେଇଆ ହଉଛି। ଖାସ କରିକି ଯୋଉ ଲଢେଇ ଗୁରା ହଉଛି ମଧ୍ୟ ଏସିଆର ମୁସଲମାନ କଣ୍ଟ୍ରି ଉପରେ ଲଢେଇ ହଉଛି। ଆଚ୍ଛା, ୟାର ପ୍ରଭାବ କଣ ଭାରତ ଉପରେ କିଛି ପଡିବ କି? ଭାରତ ସେଇ ଯୋଉ ପର୍ଯ୍ୟାୟଟା କହିଲ ଠାକୁର ଲେଖିଛନ୍ତି, ଇଏ କଣ ଗୋଟା ଦିନ ଓଳିକର ଯୁଦ୍ଧ ହଉଛି ନା। ଇଏ ଦେଶ ଯେତେବେଳେ ସବୁ ଯାକ ଯୁଦ୍ଧ କରି 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 ମରିବେ। ସେ ଲେଖିଛନ୍ତି 100ରେ 5 ଜଣ ବଞ୍ଚିବେ। ମହାପୁରୁଷ ଲେଖିଛନ୍ତି 100ରେ 5 ଜଣ ବଞ୍ଚିବେ, 95 ଯିବେ। ତେଣୁ ଇଏ ଦେଶ ଯେତେ ରହିଲା ପୃଥିବୀର କଥା ଉପରେ ଇଏ ଲଢ଼େଇ ହେଇ 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 ଭାରତକୁ ଆସିବେ। ଲଢ଼େଇ ହେଇକି ଭାରତ ସହିତ ବି ଲାଗିବ। ଆସିବେ ଶେଷ ସମୟରେ। ଏ 29 ଭିତରେ ନା ନାଇଁ ତା 29 ଭିତରେ। 29 ଭିତରେ। ହଁ, ଆସିବେ। ମହାଭୟଙ୍କର ହବ। ଯେତେବେଳେ 29 ମସିହା ଭିତରେ ଉପସ୍ଥିତ ହେବେ, ସେତେବେଳେ ଓଳିଏ ମାତ୍ର ଯୁଦ୍ଧ ହବ ଭାରତ। ମହାଭାରତ ଯୁଦ୍ଧ ଯୋଉ ଓଳିଏ ବାକି ଅଛି, ସେଇ ଓଳିଏ ଭିତରେ ଆଉ ନାହିଁ। ସେ ଲେଖିଛନ୍ତି ଜଗନ୍ନାଥଙ୍କୁ ନବା ପାଇଁ ଆସିବେ। ଏ ଦେଶ ରହିଛି କେମିତି ଜଗନ୍ନାଥ ଆମେ ଦେଖିବୁ ଯିବନି। ତାହେଲେ ପରୀକ୍ଷାରେ ସେ ଆତ୍ମଗର୍ବରେ ଆସିବେ। ସେ ଯୋଉ ଦେଶ ଆସୁ ତାକୁ କହିବା ଯୁକ୍ତି ନୁହେଁ, ହାରିଯିବ। ଶେଷରେ ଯେତେବେଳେ ସବୁ ସମ୍ପୂର୍ଣ୍ଣ ଧ୍ୱଂସ ହେବ, ଆଉ ନଥିବେ, ଯୋଉଠି ଛିଣ୍ଡାମିଣ୍ଡା ହେଇକି ପଡି ରହିଯିବେ, ଶେଷରେ ଭାରତ ଉପରେ ଆଟାକ କରିବେ। ତେଣୁ ଭାରତରେ ମଧ୍ୟ ନିଶ୍ଚିନ୍ତ ଖିନିବିନି ହେବେ, ରକ୍ତ ନଦୀ ବହିଯିବ। ଭାରତ ଭିତରେ ରକ୍ତ ନଦୀ ବହିବ। ଏଇ 29 ମସିହା ଭିତରେ ସତ୍ୟ ପ୍ରକଟ ହବ। ତେଣୁ ଅପେକ୍ଷା କରି ଦେଖିବ। ଆଗତ ନାଗତ ଅଚ୍ୟୁତ ଗଣେ ସେ ଲେଖିଛନ୍ତି ଯାହା, ଏବେ ବି ହିୟରିଂ କରୁଛନ୍ତି। ପଢୁଥିଲି ଶିବ ଗଣେଶଙ୍କର କଥା ବିଭୂତି, ଗଣେଶ ବିଭୂତିରେ ପଢୁଥିଲି, ଦେଖୁଥିଲି। ବହୁତ ପଢିଛି। ମହାଦେବଙ୍କୁ ପଚାରିଛନ୍ତି ଗଣେଶ, ସିଦ୍ଧିଦାତା ନିଧିଦାତା ଅଗ୍ରପୂଜ୍ୟ ଗଣେଶ ମହାଦେବଙ୍କୁ ପଚାରିଛନ୍ତି, ପ୍ରଭୁ ଆପଣ କୁହନ୍ତୁ ସୃଷ୍ଟି କଣ ହବ, କେମିତି ହବ? ଆପଣ ସଂହାର କର୍ତ୍ତା, ଆପଣଙ୍କ ବାଟ ଦେଇ ସମସ୍ତେ ଯିବେ,
ନା ରେ ବାପା ଏଇ ବାଟରେ ସବୁ ଯିବେ ସେମାନେ, ସିଏ ଲେଖିଛି। ତାଙ୍କୁ ଗଣେଶ ବି ସଭା ଶେଷକୁ ପଚାରିଛନ୍ତି ବାପା ଆ ଭିତରେ ବଞ୍ଚିବେ ପୁଣି କେମିତି ଏଇଗୁଡା ଯୁଦ୍ଧ ଲାଗିଯିବ ସବୁ, ବଞ୍ଚିବେ କେମିତି? ଆରେ ସେ ଯୋଉ ଗ୍ୟାସ ହେଇଯିବ, ନିଶ୍ଚୟ ବାୟୁମଣ୍ଡଳ ବାୟୁ ତ ସମସ୍ତେ ସେଇ ପବନକୁ ନେଇ ବଞ୍ଚୁଛନ୍ତି, ପବନକୁ ନେଇ ବଞ୍ଚୁଛନ୍ତି, ନଉଛନ୍ତି ଛାଡୁଛନ୍ତି, ସେଇ ପବନ ତ ସମସ୍ତଙ୍କ ପାଇଁ ବିଷାକ୍ତ ହେଇଯିବ, ବିଷାକ୍ତ ହେଇଗଲା। ବିଷକୁ ପୁଣି ହଜମ କିଏ କରିବ, ବଞ୍ଚେଇବ କିଏ ତାକୁ? ନା ରେ ସେତେବେଳେ ଯିଏ ମୋତେ ସ୍ମରଣ କରୁଥିବ ମୁଁ ହଉଛି ଯନ୍ତ୍ରୀ, ଯାହାର ସିଏ ଆତ୍ମଜ୍ଞାନ ଉଦୟ ହେଇଛି, ଆତ୍ମାକୁ ଆତ୍ମା ଯେବେ ସ୍ମରେ ପରମାନନ୍ଦକୁ ସିଏ ବି ହବ। ସକଳ ଘଟେ କଣ କହିଲେ ଠାକୁର? ମା ବ୍ରହ୍ମ ନିର୍ବିକଳ୍ପଂ ପୂର୍ଣ୍ଣାନନ୍ଦମୟ ହରି ସର୍ବଘଟେ ମହାପୁରୁଷ ଏଠି ଲେଖିଲେ ଆଜି କେବଳ ଗୁରୁ ପୂଜା ହଉନି, ଆଜିର ସୃଷ୍ଟି ଆରମ୍ଭରୁ ଗୁରୁ ବୋଲି ପୂଜା ହଉଛି। ସେଠି ବି ପଢେଇଲେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରବ୍ରହ୍ମ, ଯେ ତାଙ୍କୁ ପୂଜା କର। କିନ୍ତୁ ଗୁରୁ ହଉଛନ୍ତି ସିଏ ନିଜେ ଲେଖିଲେ ଗୁଣରୁ ଅତୀତ ରୂପରୁ ବର୍ଜିତ ରୂପରେଖ ନାହିଁ ତାର ଶୂନ୍ୟ ମନ୍ଦିର। ତେଣୁ ଏ ଶୂନ୍ୟ ପୁଣି 15ଟା ଶୂନ୍ୟ ଲାଗୁଛି। ପାଠ କେଡ଼େ ଭୟଙ୍କର, ମାନେ ଦେଖ ଇଏ ପଢି ପଢି 7ଟା ଶୂନ୍ୟ ଯାକେ ପଢୁଛନ୍ତି କୋଟିପତି, ଆଉ କଣ କହୁଛନ୍ତି? ଆଉ କହୁଛନ୍ତି କି? କିନ୍ତୁ 15ଟା ଶୂନ୍ୟ କେମିତି ଲେଖିଲେ? ସିଏ 16 ଉପରେ ଠିଆ ହେଇଛି, 16 କଳାସ୍ଥିତ କହତି ଅଚ୍ୟୁତ ନ ପଢିଲେ କିମ୍ବା ଗୁରୁଙ୍କ ଭେଟ। ଗୁରୁ ଆଜ୍ଞା ଖଟ ଚାଟ ଯେବେ ତୁ ପଢିବୁ ପଢା ପାଠ। ତେଣୁ ଭକ୍ତିଟି ଅମୂଲ୍ୟ ଧନ, ବାଲ୍ୟକାଳୁ କର ଅର୍ଜନ। ଭକ୍ତି ପୁଣି କଣ ନା 9 ପ୍ରକାର ଭକ୍ତି ଅଛି, 9ଟା ପାହାଚ। ତେଣୁ ଏ ତୋ ପିଣ୍ଡ ଭିତରେ ସେ 9ଟା ପାହାଚ ଅଛି, 9ଟା ପାହାଚକୁ ଆଗେ ସେବା କରି ଚାଲ। 10 ଦ୍ୱାର ଉପରେ ମୁଁ ପରମବ୍ରହ୍ମ ଶ୍ରୀକୃଷ୍ଣ ବଇଛି, ସବୁ ସୋଲ ସମାନ ନୁହେଁ। ଆଚ୍ଛା ଆପଣ ଯୋଉ କଥା କହିଛନ୍ତି, ଆଚ୍ଛା ଏ ଯୋଉ ଘଟଣା ବର୍ତ୍ତମାନ ଦେଖନ୍ତୁ ଆଉ ତ ସେ ଖଣ୍ଡା ଯୁଦ୍ଧ ନାହିଁ, ଯୋଉ ପୁରୁଣା ସେ ତ ନାହିଁ, ବର୍ତ୍ତମାନ ଆଣବିକ ଅସ୍ତ୍ର, ସବୁ ସେଇ ଆଣବିକ ଅସ୍ତ୍ର ମିସାଇଲ ଏସବୁ। ବର୍ତ୍ତମାନ ଯଦି ଦେଶ ଭିତରେ ଯୁଦ୍ଧ ହୁଏ, ଯାହା ପାଇଁ ଯୁଦ୍ଧ କରୁଛ ସିଏ ମଧ୍ୟ ମରିବ। ବାୟୁମଣ୍ଡଳ ଦୂଷିତ ହେଇଯିବ, ସେ କଣ କରିବ? ସମସ୍ତେ ମରିବେ। ତେଣୁ ଆମେ ଖାଲି ଯେ ଜଣକୁ ମାରି ଦଉଛେ ସିଏ ମରିଯିବ, ଆମେ ମରିବାନି ନା କି? ବାୟୁମଣ୍ଡଳ ଦୂଷିତ ଆରେ ସେ ବା ତାପରକୁ ତାପରେ ଠିଆ ହେଇଛି। ତୁ ଯଦି ମତେ ମାରିଲୁ ମୁଁ ପୁଣି ତୋଠୁ ବଡ ଅଛି, ତୁ ବେଙ୍ଗଟା, ମୁଁ ସାପ ଖାଇଲି। ଆରେ ସାପ ପରା ଗଉଡ ଠିଆ ହେଇଛି, ପୁଣି ଖାଇଯିବନି? ଖାଇବନି। କିନ୍ତୁ ପାହାଚ ହେଇଛି, 22 ପାହାଚ ହେଇଛି, ଗୋଟା ଗୋଟା ପାହାଚ। ମା ବଇଛି ସେଠି ପ୍ରକୃତି ରୂପିଣୀ, ତା ଛୁଆକୁ ଖେଳେଇ ଦେଇଛି। ଆଚ୍ଛା ଆ ଭିତରେ କିଛି ପରମାଣୁ ଯୁଦ୍ଧ ହବାର ଆଶଙ୍କା ଦେଖାଯାଉଛି? ସତ୍ୟ ବୁଝି ଯେତେବେଳେ ଜ୍ଞାନ ଫେରି ଯାଉନି, ଯେ ମାରିଲେ ମୋ ଲୋକ ମରୁଛନ୍ତି, ତାଙ୍କ ଲୋକ ମରୁଛନ୍ତି, କିନ୍ତୁ ମୋ ଭିତରେ ବୁଝାମଣା କାହିଁ ହଉନି? ମୁଁ କଣ ନେଇଯିବି? ଠାକୁର କହିଛନ୍ତି, ଠାକୁର କହିଛନ୍ତି ତୁ କଣ ନେଇଯିବୁ? ଏଇଠି ଦେଖ, ଏ ମଣିଷ ଯେତେବେଳେ ବଡ ଅଫିସର ହେଇଥିଲେ, ବୈଷୟିକ ଜ୍ଞାନ ପାଠ ପଢିକରି କ୍ଲାସ 1 କ୍ଲାସ 2 ଅଫିସର ହେଇକରି ଯାଇଛନ୍ତି, ସେ ଚେୟାରରେ ବସିଛନ୍ତି ଯେତିକି ଦିନ, ସେ ଯୋଉ ରେଟରେ ଧନ ଅର୍ଜନ କରିକି ନେଇ ପୁରେଇ ଦେଲେ, ଏବେ ଗୋଟେ ଧରା ପଡିଛି। ଏବେ ସବୁ ଠାକୁର କହିଛନ୍ତି, ଲେଖିଥିଲେ ସେ ସବୁ ଧରା ପଡିବ ବାପା, କେହି କିଛି ନେଇକି ଯିବନି, ଛୁଞ୍ଚିଟା ବି ମୁଁ ନେଇକିରି ଯାଇପାରିବି। ଧର୍ମ ଏକା ସୁନା ମହତ ପଣିଆ, ଆଉ ସବୁଗୁଡା ଓଢେଇଦେବି। ନବୁ କଣ ନା କଳଙ୍କ ପସରା ନବୁ। ଏଇ ଯୋଉ କୁଡିଆ କରି ଠିଆ ହେଇଛୁ, କେହି ତ ଗାଣ୍ଡିରେ ଯିବେନି, କିନ୍ତୁ ତୁ ଯଦି ଧର୍ମ ଏକା ସୁନା ମହତ ପଣିଆ ନୀତିତେ ଲାଗିଛି, ସାନ ବଡ ତୁ କେତେ ଧର୍ମରେ ଅଛୁ, ନ୍ୟାୟରେ ଅଛୁ, କେତେ ଅନ୍ୟାୟରେ ଅଛୁ, କେତେ ପାପ। ଆଚ୍ଛା ଗୋଟିଏ କଥା ଆପଣ ଯାହା କହିଲେ ବାସ୍ତବିକ ସାରାଂଶ କଥା କହିଲେ, ଯେ ଧର୍ମ ହଉଛି ମୁଖ୍ୟ ଜିନିଷ। ଧର୍ମ ମଧ୍ୟ ଆମକୁ ଭୁଲ ଆଉ ଠିକ ଭିତରେ ଆମକୁ ଅନ୍ତର ପାର୍ଥକ୍ୟ ବାଟ ଦେଖାଏ, ରାସ୍ତା ଦେଖାଏ, ଯେ ଭୁଲ ବାଟରେ ଯା ନା, ଠିକ ବାଟରେ ଯାଅ। କିନ୍ତୁ ଦେଖନ୍ତୁ ଲୋକମାନେ ବର୍ତ୍ତମାନ ସମସ୍ତେ ଜାଣିଛନ୍ତି, ଜାଣିବା ପରେ ମଧ୍ୟ ବହୁତ ଲୋକ ଅଛନ୍ତି ଯାହାଫଳରେ କି ସେମାନେ ଅଧର୍ମ ବା ଅନ୍ୟାୟର ବାଟକୁ ସେମାନେ ଆପଣେଇ ନେଉଛନ୍ତି। ସେ ଯୋଉ ପର୍ଯ୍ୟାୟଟା তুমি କହିଲ ଠିକ ଅଛି। ଦେଖ ସତ୍ୟ ଯୁଗରେ ଏଇଠି ବିଚାରକୁ ଦେଖ,
ସତ୍ୟ ଯୁଗରେ ଋଷି ମାନେ ଥିଲେ, ଏଟା ଋଷି ଯୁଗ। ଯିଏ ତାଙ୍କ ପାଖରେ ଯାଇ ପହଞ୍ଚୁଥିଲେ ବ୍ରହ୍ମ କାହାକୁ ଦେଖା ଦିଅନ୍ତିନି, ଯିଏ ଜାଣେ ତା ଛୁଆ ତାକୁ ଦେଖନ୍ତି, ସେ ଦେଖାଯିବ ସେ ଜ୍ୟୋତି ରୂପରେ। ତା ଭିତରେ ତମର ଯଦି ନହଲିବ ଘଟିକା ନହଲିବ ତଟିକା ଏମନ୍ତ ଜପ ଦେଖି ଜନ୍ମ ହବ ତାଟକା। ପବନକୁ ଯଦି ତମେ ସ୍ଥିର କରିପାରିବ ତାହେଲେ ଭଗବାନଙ୍କର ପଞ୍ଚବର୍ଣ୍ଣର ରୂପ ତା ଭିତରେ ତମେ ଦେଖିବ। ସତ୍ୟ ଯୁଗରେ ଥିଲେ ଋଷି ଯୁଗ, ଯିଏ ତାଙ୍କ ପାଖରେ ଯାଇ ପହଞ୍ଚୁଥିଲେ ସେତେବେଳେ ଠାକୁର ଥିଲେ କିଏ? ନୃସିଂହଦେବ, ଶେଷଦେବ। କଥାବାର୍ତ୍ତା ହଉଥିଲେ, କଥା ହଉଥିଲେ, ପଚାରିଲେ ନାରଦ ଗାର୍ଗବ କୃପାଜଳ ମାର୍କଣ୍ଡ ପଚାରୁଥିଲେ ପ୍ରଭୁ କଣ ଏ ଘଟଣାଟା? ଆରେ ଯା ତୁ ତତେ ଦେଇଛି ପାୱାର, 5ଟା ପ୍ରକାର ଦେଇଛି, 5 ଜଣଙ୍କୁ 5ଟା ଆୟୁଧ ଦିଆହେଇଛି, ତୁ ଏ ଦିଗରେ ଯିବୁ ସିଏ ସେ ଦିଗରେ ଯିବେ, ତୋତେ ଯୋଉ ବିଚାର ମିଳିବ ତୋ ପାଟିରୁ ଯାହା ବାହାରିବ ତା ଅସ୍ତୁ ଫଳିବ। ମୁଁ କିଛି ଦିଏ ନା, ମୁଁ ମାଧ୍ୟମରେ ଦିଏ, ମୁଁ କାହାକୁ ସିଧାସଳଖ ଦିଏ ନା। ରେଭେନ୍ୟୁ ଅଫିସର ଯଦି ଏଠି ଆର୍ଆଇ ଦସ୍ତଖତ ନ କରିବ ତହସିଲଦାର ତାକୁ ଗ୍ରହଣ କରିବ ନାହିଁ। ଆଜ ୟୁଜୁଆଲ ସେମିତି। ତେଣୁ ସେ ଯୁଗ ଥିଲା ଧର୍ମର ଯୁଗ। ସେତେବେଳେ ମାତ୍ର 15-20% ଥିଲା ପାପ, 80% ଭଳିଆ ଥିଲା ପୁଣ୍ୟ ବଳ। ବର୍ତ୍ତମାନ 80% ପାପ। ଏଇ ଯୋଉ ପର୍ଯ୍ୟାୟକୁ ବର୍ତ୍ତମାନ ଆସିଲା 95% ପାପ, 5% ସତ୍ୟ ହେଲା। ବାପୁଙ୍କ କଥାକୁ ପୁଅ ବିଶ୍ୱାସ କରୁନାହିଁ, ଜନ୍ମ କରିଛନ୍ତି, ଏଠି ବି ଦେଖେଇଦେଲେ ସର୍ବେ ହୋଇବେ ଏକାକାର ଭେଦର ନଥିବ ମିଶା। ଆଜି ସୃଷ୍ଟିକର୍ତ୍ତା ମାଲିକ ସେତେ ବିଚାର କରି ଥୋଇଛି ବିଧି ନିର୍ଦ୍ଦିଷ୍ଟ। ଆଜି ବର୍ଣ୍ଣଭେଦ ନାହିଁ, କିଏ କାହା ଓଳିଆକୁ ନବା କଥା ହେଇଗଲା, ସବୁ ଚାଲିଛି ତ। କାହାକୁ ମୁଖା ଖୋଲିକରି କହିବାକୁ ଇଙ୍ଗିତ କରିବା ଧର୍ମର କଥା ନୁହେଁ, କିନ୍ତୁ ସତ୍ୟ ଏଇଟା ଯାହା ସାକ୍ଷ୍ୟ ରଖ ପ୍ରତ୍ୟେକରେ ବର୍ତ୍ତମାନ ଅବଗତ ହେଲା, ବାସ୍ତବିକ ସତ୍ୟ। ତେଣୁ ସେତେବେଳେ ସେ ଋଷି କୂଳ କହୁଥିଲେ ଯେ ଦୁଃଖ କଥା ପଚାରୁଥିଲେ, ସେ ସିଧାସଳଖ କହୁଥିଲେ ବାପା ଯା। ଋଷି ତାଙ୍କ ବାକ୍ୟ ସିଦ୍ଧ୍ୟ ହେଲା, କହିବେ ଯା ତୁ ସୁଧୁରି ଯିବୁ ଯା। ସେତେବେଳେ ଠାକୁରଙ୍କର ବିଚାର ଏହା ହଉଥିଲା ହେଲା। ତାଙ୍କ ନାଁ ହଉଛି ହରଣ କରିନେଲେ। ସେ ଆମ ପାଠ ପଢା କଥା କହିଲେ, ଏଇଟା ବୈଷୟିକ ଜ୍ଞାନର କଥା ନୁହେଁ, ବ୍ରହ୍ମ ଜ୍ଞାନର କଥା। ତା ନାଁ ହଉଛି ହର ଗୁଣ ଫେଡ ମିଶା। କଳିଯୁଗ ଯଦି ପାଠ ପଢି ସେ ଯୁଗକୁ ଯୁଗ ଏ ମତେ ପରମାନନ୍ଦ ଦେବେ। ତା ନାଁ ହଉଛି ହରଣ ଯୁଗ। ତୋ ଦୁଃଖକୁ ସେ ଅଣ୍ଟିରେ ପୁରେଇ ଦେଲେ, ଯା ହରଣ କରିଦେଲେ, ତୁ ସୁଖ ପାଇବୁ ଯା। ସେ ଦିଆସିଲି କାଠି ମାରିଲେ, ତାକୁ ପୋଡ଼ିଦେଲେ, ଯା ମୁଁ ସଫା ହେଲି, ଆଉ କିଏ ଆସୁ। ତୋ ଅର୍ଜିଟା ତୁ ଦେଲୁ, ମୁଁ ବୋଇଲି, ଏଠି ଦିଆସିଲି କାଠି ମାରିଦେଲି, ଫୋପାଡ଼ିଲି। ତାମାନେ ବ୍ରହ୍ମ ଅଗ୍ନି ସେଟାକୁ ସବୁ ଜାଳିଦେଲା। 1,00,000 ଦିନର ଅନ୍ଧକାର ଘର ଗୋଟେ ଦିଆସିଲି କାଠି ଜାଳିଦେଲା। ସେଟା ହଉଛି ସତ୍ୟ ଯୁଗର କଥା। ଦ୍ୱାପର ଯୁଗର ନାଁ, ତ୍ରେତା ଯୁଗର ନାଁ ହେଲା ଗୁଣନ ଯୁଗ। ସେତେବେଳେ ସେଇ ମୁନି ଋଷି ମାନେ ଆସିଥିଲେ। ତେଣୁ କଳିର ଶେଷ ସମୟ ଯେ ଏବେ ହଉଛି ଏକଥା ନୁହେଁ, ଯୁଗର ଶେଷ ସମୟ ହୁଏ, ପରିବର୍ତ୍ତନ ନିଶ୍ଚିନ୍ତ ଅଛି। ଯୁଗର ଶେଷ ସମୟରେ ପରିବର୍ତ୍ତନ ଆସେ। ତେଣୁ ଏମିତି ଅନ୍ୟାୟ ସେଗୁଡା ସବୁ ହେଇଯାଏ ହେଲା। କିନ୍ତୁ ଧର୍ମ ଯେ ସଂସ୍ଥାପନ କରିବା କଥା ସେମାନେ ସ୍ଥିର ଭାବେ ଅଛି। ବିଣ୍ଡ କୋଉଠି ବୁଡିବନି, ମଞ୍ଜି ସମ୍ପୂର୍ଣ୍ଣ ବୁଡିବ ନାହିଁ, ରହିବ ଯାହା ରହିବ। ଯିଏ ଧର୍ମରେ ଥିବେ ସେଇମାନେ ରହିବେ। କାଟରାଘର ଗାଡି ଡେଇଁ ପଡିଲା ମହାନଦୀକେ, 60-70 ଜଣ ତା ଦେହରେ ଥିଲେ ଯାତ୍ରୀ। 4 ବର୍ଷର ଛୁଆ ଭାସିକିରି ଚାଲିଲା, ତାକୁ କେଉଟ ଉଠେଇକିରି ଘିନି ଆସିଲେ, ବଞ୍ଚିଲା। ଏ ଶୁକର ପଡାର ପିଲା। ପୁଣି 40 ବର୍ଷ 50 ବର୍ଷର ଭେଣ୍ଡା ସବୁ ମାଛ ଭଳିଆ ମରିକି ତା ଭିତରେ ପଶିଲେ। ଟ୍ରେନ ଯେତେବେଳେ ଟେକିଦେଲା ବସକୁ, ସବୁ ବହି ପଡିଲେ, ମଲା ମାଛ ଭଳିଆ, ମଲା ମଣିଷ ପଡିଲେ। ସେ ରଖିଲା, ଯାହାକୁ ରଖିବେ ସାଇଁ ତା କାହାନି ମନରେ ନାହିଁ। ତେଣୁ ମହାପୁରୁଷ ଲେଖିଛନ୍ତି ନୁହେଁ,
ସେଇ ପରମ ବ୍ରହ୍ମ ତାଙ୍କ ମାଧ୍ୟମରେ ଅଇନା ଦେଇକିରି ଯାଇଛନ୍ତି। ଜାଣିବା ଲୋକକୁ ଦାଣ୍ଡ ପଡ଼ିଅଛି, ନ ଜାଣିଲା ଲୋକ ସେ ତା ଯୁଗକୁ ସେଇଥିପାଇଁ କହିଲେ ରାମ ଲକ୍ଷ୍ମଣ ସୀତା। ସେଇ ଶ୍ରୀରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷ, ସିଏ ବି ତାଙ୍କ ଲେଖନୀ, ବ୍ରହ୍ମର ଲେଖନୀ କି ସିଏ ଏଡେଇ ଦେଇ ପାରିଲେ ନାହିଁ। ପାରିଲେ? ତମେ କେମିତି ଜାଣିବ ଯେ କଟିଯିବ ବୋଲି? କେମିତି ଜାଣିବ ଯେ କଟିଯିବ ବୋଲି? ଆମେ ପଢୁ, ଏଇଟା ସତ୍ୟ ଆଜ୍ଞା, କି ଯାହାଟା ବିଧିର ବିଧାନ ତାକୁ ଭଗବାନ ବିଧି ନିର୍ଦ୍ଦିଷ୍ଟ ତାକୁ କେହି ଏଡେଇ ଦେଇ ପାରିବେ ନାହିଁ। ସେଟା ଭଗବାନ ବି ନିଜେ ସ୍ୱୟଂ କହିଛନ୍ତି। ସେ କହିଛନ୍ତି ଅବତାରୀ ଆସିଛି, ଇଏ କାହିଁ ପାଠ ପଢୁଛନ୍ତି? ବିଷ୍ଣୁ 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 ଶୁକ୍ଳାମ୍ବରଂ ଧରଂ ବିଷ୍ଣୁ ଶଶିବର୍ଣ୍ଣଂ ଚତୁର୍ଭୁଜଂ। ସେ କୋଉଠି ରହିଲେଣି? କଳି ଯୁଗରେ ଜଗନ୍ନାଥ ସମସ୍ତେ କୁଣ୍ଢଉଥିଲେ ଆଗରୁ ଯାଇକିରି। ଆଜି ସିନା କଟକଣା ଭିତରେ ସମସ୍ତେ ଆଗରୁ କୁଣ୍ଢଉଥିଲେ। ମୁଁ ତ ନିଜେ ଯାଇଛି, କୁଣ୍ଢେଇକି ମୁଣ୍ଡ ବାଡଉଥିଲି। ସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥ ସେଥିପାଇଁ କହିଲେ, ସେ ବେଳେ କଥାବାର୍ତ୍ତା କରୁଥିଲେ ଅବତାରୀ ହେଇଥିଲେ। ରାମ ଲକ୍ଷ୍ମଣ ହେଲେ, ଦ୍ୱାପର ଯୁଗରେ କୃଷ୍ଣ ବଳରାମ ହେଲେ, ତାଙ୍କୁ ବି ଶତ୍ରୁତା ଛାଡ଼ିଲେ ନାହିଁ। ଛାଡ଼ି କଂସ ଯୋଉ ଅବସ୍ଥା, ସେ ଛାଡ଼ିଲା କି? ନିଜେ ମଲା। କାହିଁ ମଲା? ନା ତା ଅହଙ୍କାର ପାଇଁ। ଅହଙ୍କାର। ତେଣୁ ବର୍ତ୍ତମାନ ସେଇ ଅହଙ୍କାର ମଣିଷ ହଉଛନ୍ତି ଇଏ ସୃଷ୍ଟିରେ ଯୋଉ ଦେଶର ଗୋଟିଏ ବଡ ମୁଣ୍ଡ ଧରିକି ଠିଆ ହେଇଛନ୍ତି ମାଲିକ, ଲେଖିଲେ ଚାଲିଲେ ହେଲା। ସେ ଲେଖିଲେ ଯାହା ଯୁଦ୍ଧ କର, ଚାଲିଲେ। ଆଜ୍ଞା ଦାସ ସେ କୋଉଠି ଯିବେ? ବର୍ତ୍ତମାନ ତ ସେଇ ପରିସ୍ଥିତି ବର୍ତ୍ତମାନ ସୃଷ୍ଟି ହେଲାଣି। ଏଇ ବର୍ତ୍ତମାନ ଜଗନ୍ନାଥକୁ କେହି ପଚାରି ପାରିବେନି। ଜଗନ୍ନାଥ ସେଥିପାଇଁ ସେ ଯୁଗରୁ ଠିଆ ହେଇଛି। କଳିର ଅନ୍ତିମ ସମୟ, ଦାରୁ ବ୍ରହ୍ମ, ସେ କହିଲେ ମୋର ଗୋଡ ନାହିଁ ନା ହାତ ନାହିଁ, ମୁଁ ସବୁ ଦେଖିବି, କିଏ ଧର୍ମରେ ଅଛି କିଏ ଅଧର୍ମରେ ଅଛି।